ଥରେ ପାର୍ବତୀ ବିଷ୍ଣୁଙ୍କ ପାଖକୁ ଯାଇ କହିଲେ, ଭାଇ ଶିବଙ୍କୁ ଗଜାସୁର ନିଜ ହୃଦୟରେ ଲିଙ୍ଗ ରୂପରେ ଲୁଚାଇ ରଖିଛି। ତାଙ୍କୁ କୈଳାସ ଫେରାଇ ଆଣିବା ପାଇଁ କିଛି ବ୍ୟବସ୍ଥା କରନ୍ତୁ। ଶ୍ରୀ ବିଷ୍ଣୁ ତାଙ୍କୁ ସ୍ୱାନନା ଦେଇ କହିଲେ, ଭଉଣୀ ମୁଁ ଖୁବ୍ ଅଳ୍ପ ଦିନରେ ତୁମ ଦୁଃଖ ଦୂର କରିବି। ତାପରେ ସେ କୈଳାସ ଓ ପାର୍ବତୀଙ୍କୁ ରକ୍ଷା କରିବା ଲାଗି ଗଣମାନଙ୍କୁ ନିଯୁକ୍ତ କରି ରୁଦ୍ରଗଣଙ୍କୁ ସାଥିରେ ଧରି ସ୍ୱର୍ଗକୁ ଗଲେ। ସେଠାରୁ ଦେବତାମାନଙ୍କୁ ସଙ୍ଗରେ ଧରି ଛଦ୍ମବେଶରେ ଯାଇ ଶୋଣିତପୁରରେ ପହଞ୍ଚିଗଲେ। ମନେ ମନେ ବିଷ୍ଣୁ ନାନା ଉପାୟ ପାଞ୍ଚିଲେ। କି ପ୍ରକାର ଘଟଣା ସୃଷ୍ଟି ହେବ ଯେଉଁଥିରେ ଭୋଳାନାଥ ଶବ ଗଜାସୁର ଦେହରୁ ବାହାରି ଆସିବେ ଓ ଗଜାସୁର ମରିବ, ଅଥଚ ସବୁ କିଛି ଶାନ୍ତିପୂର୍ଣ୍ଣ ଭାବରେ ହେବ। ଅନେକ ଭାବି ସେ ଏକ ଉପାୟ ସ୍ଥିର କଲେ। ସେହି ଅନୁସାରେ ରୁଦ୍ରଗଣଙ୍କୁ ଓ ଦେବତାମାନଙ୍କୁ କାର୍ଯ୍ୟ କରିବାକୁ ସେ ଆଦେଶ ଦେଲେ। ସେମାନେ ସମସ୍ତେ ଏକ ବାଦ୍ୟକାର ଓ ନୃତ୍ୟକାର ଦଳ ବାନ୍ଧି ଗଜାସୁରର ରାଜନଅର ଆଡ଼େ ଚାଲିଲେ। ନନ୍ଦୀ ଏକ ଷଣ୍ଢ ହୋଇଥାନ୍ତି। ବିଷ୍ଣୁ ତାକୁ ନଚାଇବା ବାଲା କେଡ଼ା। ଅନ୍ୟ ଦେବତା ଓ ରୁଦ୍ରଗଣମାନେ ବିଭିନ୍ନ ବାଦ୍ୟକାରୀ ସାଜି ସାଙ୍ଗରେ ଚାଲିଥାନ୍ତି। ଏପରି ଏକ ନୂତନ ପ୍ରକାରର ନୃତ୍ୟବାଦ୍ୟ ଦଳ ଦେଖି ଗଜାସୁର ତାଙ୍କୁ ନିଜ ନଅର ମଧ୍ୟକୁ ଡାକିନେଲା। ସେଠାରେ ଏମାନେ ସମସ୍ତେ ଶିବ ସ୍ତୋତ୍ର ଗାନ କଲେ ଓ ଷଣ୍ଢ ସେଠାରେ ନାଚିଲା। ଏଣେ ଗଜାସୁରର ହୃଦୟସ୍ଥ ଶିବ ନିଜର ସ୍ରୋତ ଶୁଣି ଅତି ଆନନ୍ଦରେ ଫୁଲିବାକୁ ଲାଗିଲେ। କ୍ରମେ ଗଜାସୁରର ନିଶ୍ୱାସ ନେବାରେ କଷ୍ଟ ହେଲା। ସେ ଜାଣିପାରିଲା ତାର ମୃତ୍ୟୁ ସୁନିଶ୍ଚିତ। ସେ ଧୀର ଭାବରେ ଶିବଙ୍କୁ ପ୍ରାର୍ଥନା କଲା, ହେ ପରମେଶ୍ୱର ମୋତେ ରକ୍ଷା କର। ଶିବ ଭିତରେ ଥାଇ କହିଲେ, ତୋର ମୃତ୍ୟୁ ସୁନିଶ୍ଚିତ। ଏବେ କିଛି ବର ମାଗିନେ। ଗଜାସୁର ପ୍ରାର୍ଥନା କଲା, ହେ ପରମେଶ୍ୱର ମୋର ଶିର ଯେପରି ସର୍ବଦା ବନ୍ଦନୀୟ ରହିବ। ମୋର ଚର୍ମ ଆପଣ ନିଜେ ଧାରଣ କରିବେ ଓ ମୋତେ ପୁନର୍ଜନ୍ମରୁ ନିଷ୍କୃତି ଦେବେ। ଗଜାସୁର ଶିବଙ୍କର ପରମ ଭକ୍ତ ଥିଲା। ତେଣୁ ଗଜାସୁରର ପ୍ରାର୍ଥନା ପୂରଣ କରିବା ପରେ ସେ ଗଜାସୁରର ପେଟ ଚିରି ବାହାରକୁ ବାହାରି ଆସିଲେ। ଏପରି ଏକ ଅଭିନବ ଉପାୟରେ ଗଜାସୁରର ଯେ ମୃତ୍ୟୁ ହେବ ସେ କଥା କେହି ବି କଳ୍ପନା କରିପାରିନଥିଲେ। ଗଜାସୁରର ଅଚାନକ ମୃତ୍ୟୁ ଦେଖି ତାର ବନ୍ଧୁ କୁଟୁମ୍ବ ଓ ସୈନ୍ୟଦଳ ଦେବତାମାନଙ୍କର କୂଟନୀତି ବିଷୟ ବୁଝିଗଲେ ଓ ସଙ୍ଗେ ସଙ୍ଗେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଲେ। ତୁମୁଳ ଯୁଦ୍ଧ ଲାଗିଲା। କହିବା ବାହୁଲ୍ୟ ସେ ଯୁଦ୍ଧରେ ସମସ୍ତ ଅସୁର ନିହତ ହେଲେ। ବାକି ଅଳ୍ପ କେତେଜଣ ନିଜର ଜୀବନ ଧରି ସେଠୁ ପଳାଇଗଲେ। ତାପରେ ସେମାନେ କୈଳାସ ଫେରିବେ। ଇତିମଧ୍ୟରେ ଜଣେ ପ୍ରଥମେ ଯାଇ ଏହି ସୁଖବର ପାର୍ବତୀଙ୍କୁ ଦେଇଛି। ପାର୍ବତୀ ଖୁସିରେ ସ୍ନାନ କରିବାକୁ ଗଲେ। ସ୍ନାନ କରିସାରି ସମସ୍ତଙ୍କୁ ସ୍ୱାଗତ କରିବେ। ସ୍ନାନ ପୂର୍ବରୁ ସେ ଗଣମାନଙ୍କୁ ଦ୍ୱାରରେ ନିଯୁକ୍ତ କଲେ ଓ ଗଣେଶ ସେମାନଙ୍କର ଅଧିପତି ହେଲେ, ଯାହାଙ୍କୁ କି ମାତା ପାର୍ବତୀ ନିଜର ଦିବ୍ୟ ଶରୀରରୁ ଉତ୍ପନ୍ନ କରିଥିଲେ। ପାର୍ବତୀ ସ୍ନାନ କରିବାକୁ ଯିବା ସମୟରେ ଗଣମାନେ ତ ଦ୍ୱାର ରକ୍ଷା କରୁଥାନ୍ତି। ଏହି ସମୟରେ ରୁଦ୍ରଗଣ ଆସି ପହଞ୍ଚିଲେ। ପାର୍ବତୀଙ୍କ ଗଣମାନେ ଦ୍ୱାର ଖୋଲି ସେମାନଙ୍କୁ ପ୍ରବେଶ କରିବାକୁ ଦେଲେ ନାହିଁ। ଫଳରେ ସେ ଦୁଇ ଦଳଙ୍କ ମଧ୍ୟରେ ଘୋର ଯୁଦ୍ଧ ହେଲା। ଅନେକ ମଲେ ଓ କେତେକ ଫେରିଯାଇ ଶିବଙ୍କୁ ସବୁ ଜଣାଇଲେ। ଏହି ସମୟରେ ସେଠାରେ ନାରଦ ଆସି ପହଞ୍ଚିଲେ। ସେ କହିଲେ, ପରମେଶ୍ୱର ଇଏ କ'ଣ ହେଲା? ପାର୍ବତୀଙ୍କ ଦ୍ୱାରପାଳମାନେ ଏତେ ଗର୍ବି ଯେ ରୁଦ୍ରଗଣକୁ ମଧ୍ୟ ମାରି ପକାଇଲେ। ତାଙ୍କର ଏଭଳି କଥା ଶିବଙ୍କୁ ବହୁତ ଅପମାନ ବୋଧ ହେଲା। ସେ ଗଣମାନଙ୍କୁ ମାରିଦେବାକୁ ତ୍ରିଶୂଳକୁ ଆଦେଶ ଦେଲେ। ତ୍ରିଶୂଳ ଯାଇ ସେହିକ୍ଷଣି ସବୁ ଗଣଙ୍କୁ ମାରିଦେଲା। ଏସବୁ କଥା ଦେଖି ପାର୍ବତୀ ଶୋକରେ ଅଧୀର ହୋଇପଡ଼ିଲେ। କାରଣ ଗଣମାନେ ତାଙ୍କର ପୁତ୍ର ସମ। ପୁଣି ଗଣର ଅଧିପତି ଖୋଦ୍ ତାଙ୍କର ନିଜ ପୁତ୍ର। କିନ୍ତୁ ଶିବ ତ ଆଉ ଏସବୁ କଥା ଜାଣିନାହାନ୍ତି। ଏବେ ଗଣମାନେ ନିହତ ହେବା ପରେ ଦ୍ୱାରରେ କେହି ବି ଆଉ ରଖି ନାହାନ୍ତି। ଶିବ ଓ ବିଷ୍ଣୁ ଅବାଧରେ ଓ ଆନନ୍ଦରେ ପ୍ରବେଶ କଲେ ଭିତରେ।
ପାର୍ବତୀଙ୍କୁ ଶୋକମଗ୍ନା ଦେଖି ବିଷ୍ଣୁ କହିଲେ, ଭଉଣୀ, ତୁମକୁ ଖୁସି କରିବା ପାଇଁ ତୁମରି କଥା ଅନୁସାରେ ମୁଁ ସବୁ କଲି। ଗଜାସୁରର ମୃତ୍ୟୁରେ ଯେତେବେଳେ 3 ଲୋକ ଆନନ୍ଦିତ, ସେତେବେଳେ ତୁମେ କାହିଁକି ଶୋକମଗ୍ନା? କାରଣ କୁହ, ମୁଁ ତୁମର ସେ କଷ୍ଟ ଦୂର କରିବି। ପାର୍ବତୀ କହିଲେ, ଭାଇ, ଅକାରଣରେ ଈଶ୍ୱର କୁପିତ ହୋଇ ମୋର ପୁତ୍ରଗଣକୁ ମାରି ଦେଇଛନ୍ତି। ମୁଁ କିପରି ଖୁସି ହେବି? ଶିବ ତ ସର୍ବଦା ଭୋଳାନାଥ। ଏତେ ଘଟଣା ସବୁ ହୋଇଯାଇଛି, ସେ କିଛି ମନେ ରଖି ନାହାନ୍ତି। ତାଙ୍କୁ ସବୁ କଥା ବୁଝାଇ ଦିଆଯିବା ପରେ ସେ ଖୁବ୍ ଦୁଃଖିତ ହେଲେ ଓ ନିଜ କର୍ମ ପାଇଁ ବହୁତ ଅନୁତାପ କଲେ। ତାପରେ ସେ ଓ ବିଷ୍ଣୁ ପାର୍ବତୀଙ୍କୁ କହିଲେ କି ଯାହା ତ ହେବାର ହୋଇଛି, ଏବେ ସେମାନଙ୍କୁ ବଞ୍ଚାଇବାର ପ୍ରଚେଷ୍ଟା କରାଯିବ। ସେତିକି ବେଳେ ହିଁ ଶିବ ରାଜସ୍ୱରୂପ 3ଟି ବର ଦେଇଥିବା କଥା ପ୍ରକାଶ କଲେ। ଶିବଙ୍କ ଆଦେଶ ଅନୁସାରେ ଗଜାସୁରର ମଥାକୁ ଆଣି ଗଣେଶଙ୍କ ଦେହରେ ଯୋଡ଼ି ଦିଆଗଲା। ତାପରେ ଅନ୍ୟାନ୍ୟ ଗଣମାନଙ୍କୁ ମଧ୍ୟ ସେହିପରି ଭାବରେ ବଞ୍ଚାଇ ଦିଆଗଲା। ସେମାନେ ସମସ୍ତେ 21 ଜଣ ମିଶିଥିଲେ। ଏବେ ସମସ୍ତେ ଆନନ୍ଦିତ ହେଲେ। ଲମ୍ବୋଦର ଗଣେଶଙ୍କୁ ଦେଖି ଶିବ ଖୁବ୍ ଖୁସି ହେଲେ। ଗଣେଶ ମଧ୍ୟ ପ୍ରଥମ ଥର ପାଇଁ ପିତା ଶିବଙ୍କୁ ଦେଖି ମହା ଖୁସି ହେଲେ। ଦେବତାମାନେ ଓ ରୁଦ୍ରଗଣମାନେ ଗଜାସୁରର ମୃତ୍ୟୁ ଯୋଗୁଁ ନାନା ପ୍ରକାର ଉତ୍ସବ କଲେ। ଏହି ମହାଉତ୍ସବରେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ସମେତ ଅନ୍ୟାନ୍ୟ ଦେବୀ ଓ ଦେବତାମାନେ ଉପସ୍ଥିତ ଥାଆନ୍ତି। ଏହି ସୁଯୋଗରେ ଉପବ୍ରହ୍ମା ବିଷଦର୍ଶୀ ଆସି ଶିବ ଓ ବିଷ୍ଣୁଙ୍କ ପାଖରେ କହିଲେ, ଆଜ୍ଞା, ମୋର ଗୋଟିଏ ପ୍ରାର୍ଥନା ଅଛି। ସେଇଟି ପୂରଣ ହେଲେ ଏହି ଉତ୍ସବଟି ସମ୍ପୂର୍ଣ୍ଣ ହୋଇପାରିବ। ଆପଣମାନେ ଓ ଦେବୀମାନେ ଉଭୟ ଦେଲେ କହିବି। ସମସ୍ତେ ଏକ ସ୍ୱରରେ କହିଲେ, ଆଚ୍ଛା, କୁହନ୍ତୁ। ମୋର ଠିକ୍ 21ଟି ସର୍ବ ସୁଲକ୍ଷଣୀ କନ୍ୟା ଅଛନ୍ତି। ଗଣେଶଙ୍କ ସମେତ ଅନ୍ୟ ଗଣମାନଙ୍କ ସଂଖ୍ୟା ମଧ୍ୟ 21। ଏମାନଙ୍କ ସହିତ ମୋ ଝିଅମାନଙ୍କର ବିବାହ ଦିଅନ୍ତୁ। ସମସ୍ତେ ରାଜି ହୋଇଗଲେ। ମହା ସମାରୋହରେ ବ୍ରହ୍ମାଙ୍କ ପୌରାହିତ୍ୟରେ ବିବାହ ସମ୍ପନ୍ନ ହେଲା। ଜ୍ୟେଷ୍ଠ କନ୍ୟା ଜୟଲକ୍ଷ୍ମୀଙ୍କ ସହ ଗଣେଶଙ୍କର ବିବାହ ହେଲା। ଠିକ୍ ଏହି ସମୟରେ କୁମାର କାର୍ତ୍ତିକେୟ ସେଠାରେ ଆସି ପହଞ୍ଚିଲେ। ସେ ଶିବଙ୍କୁ କହିଲେ, ଜ୍ୟେଷ୍ଠ ପୁତ୍ର ହିସାବରେ ଗଣମାନଙ୍କର ଅଧିପତି ସେ ନିଜେ ହେବା ଉଚିତ। ଶିବ କହିଲେ, କୁମାର, ତୁମେ ତ ଅନେକ ପୂର୍ବରୁ ଦେବସେନାଙ୍କର ଅଧ୍ୟକ୍ଷ ହୋଇଛ, ତେଣୁ ଦେବଗଣଙ୍କ ଉପରେ ତୁମକୁ ଆଧିପତ୍ୟ ମିଳିଛି। ତଥାପି କୁମାର ନିଜ ଦାବିକୁ ସ୍ୱୀକାର କରିବା ପାଇଁ ଶିବଙ୍କୁ କହିଲେ। କିଛି ଉପାୟ ନ ପାଇ ଶିବ କୁମାର ଓ ଗଣେଶଙ୍କ ମଧ୍ୟରେ ପ୍ରତିଯୋଗିତା କରିବାର ସ୍ଥିର କଲେ। ସେ କହିଲେ, ଯିଏ ପ୍ରଥମେ ସବୁ ପୁଣ୍ୟକ୍ଷେତ୍ର ଦର୍ଶନ କରି ସେଠାରେ ସ୍ନାନ କରି ଓ ପୃଥିବୀ ପରିକ୍ରମା କରି ଆଗେ ଫେରି ଆସିବ, ସେ ହିଁ ଗଣମାନଙ୍କର ଅଧିପତି ହେବ। ଏକଥା କହି ଶିବ କୁମାରଙ୍କୁ ବାହନ ସ୍ୱରୂପ ମୟୂର ଓ ମୂଷା ରୂପରେ ସ୍ଥିତ ଗଜାସୁରକୁ ଗଣେଶଙ୍କ ବାହନ ଭାବରେ ଦେଲେ। କୁମାର ଖୁସି ହୋଇ ମୟୂର ବାହନ ଚଢ଼ି ନୀଳ ଆକାଶରେ ଉଡ଼ିଗଲେ। ଗଣେଶ ଯାଇ ମା ପାର୍ବତୀଙ୍କ ପାଖରେ ପହଞ୍ଚି ଅଭିଯୋଗ କରି କହିଲେ, ମା, ଦେଖ, ମୋ ପ୍ରତି ଅନ୍ୟାୟ କରାଗଲା। କୁମାର ଶକ୍ତିଶାଳୀ ତାଙ୍କୁ ମୟୂର ବାହନ ଦେଲେ, ଆଉ ମୁଁ ଖର୍ବକାୟ ସ୍ଥୂଳ ଲମ୍ବୋଦର, ମୁଁ କିପରି ମୂଷା ଉପରେ ବସି ପୃଥିବୀ ପରିକ୍ରମା କରିବି? ଏ ପ୍ରତିଯୋଗିତାର କିଛି ମୂଲ୍ୟ ନାହିଁ। ବରଂ ଆରମ୍ଭରୁ କୁମାରଙ୍କୁ ଗଣାଧିପତି ପଦ ଦେଇଥିଲେ ତ ସବୁ କଥା ସରିଥାନ୍ତା। ପାର୍ବତୀ କହିଲେ, ବତ୍ସ, ତୁ ଯାଇ ତୋର ମାମୁଁ ଶ୍ରୀ ବିଷ୍ଣୁଙ୍କୁ କିଛି ଉପାୟ କହିଦେବା ପାଇଁ ଅନୁରୋଧ କର। ସେ ହିଁ ତୋର ସହାୟତା କରିବେ। କାହାଣୀଟି ଯଦି ଭଲ ଲାଗିଲା, ଲାଇକ୍, ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ।